ଗ୍ୟାସ୍ ରେଟ୍ ବି ବଢିଛି। ଗ୍ୟାସ୍ ରେଟ୍ ବି ବଢିଗଲା, 7 ତାରିଖ ଦିନ ବଢିଗଲା ହଠାତ୍ ଲୋକ ତାପରେ ମାନେ ଫୋର୍ସ କଲେ କହୁଛନ୍ତି କିନ୍ତୁ ଆମ ବିଲ୍ କ୍ୟାନସଲ ହେଇଯାଇଛି କଣ ପାଇଁ, ହଠାତ୍ ବିଲ୍ ବାହାରିଲା ତାପରେ କ୍ୟାନସଲ ହେଇଗଲା କଣ ପାଇଁ, ଆଜ୍ଞା ରେଟ୍ ପାଇଁ କିଛି କ୍ୟାନସଲ ହେଇଯାଇଛି। ଭିଡିଓଟା ଆଜି ହିଁ ମାନେ ଦେଖିବାକୁ ମିଳିଲା ନା ଆগে ଏମିତି ମାନେ ଆପଣ ଏବେ ହିଁ ଯାହା ଭିଡିଓଟା ଏବେ ହିଁ ଦେଖିବାକୁ ମିଳୁଛି। ମାନେ ଏଇ ଗୋଟେ ହଁ ଏଇ ଗୋଟେ ଦି ଦିନ ହେଲା ଏଇ ଯାହା ହଉଛି, ଆଚ୍ଛା ଲୋକ ଆଗରୁ କିଛି ନଥିଲା। ଲୋକ ତ ମଧ୍ୟ ଆପଣଙ୍କ ଉପରେ ଆକ୍ରୋଶ ରହୁଥିବେ, ମାନେ ରଖୁଥିବେ ଦଉନାହାନ୍ତି କିଛି ଭଲ ସବୁ ତାଙ୍କୁ କେମିତି ଆପଣ ମ୍ୟାନେଜ କରି କଣ ଆପଣ ସେଇଟା ମ୍ୟାନେଜ କରୁଛୁ କଣ, ମାନେ ପିଲା ଟିକେ ବେଳେବେଳେ ଛୁଟି ରହିଯାଉଛନ୍ତି ତ ତାଙ୍କ ଦେହ ଫେହ ବି ଖରାପ ରହୁଛି, ତ ତାପରେ ଆମେ ଯୋଉଟା କମ୍ପ୍ଲେନ ମାନେ ଆସୁଛନ୍ତି କଷ୍ଟମର ମାନେ ତାଙ୍କର ଆମେ ଯାହା ବି ହେଲେ ହୋମ ଡେଲିଭରି କରିବାକୁ ପଡୁଛି। ମଧ୍ୟପ୍ରଦେଶରେ ଯେହେତୁ ଯୁଦ୍ଧ ଲାଗିଛି ତାର ପ୍ରଭାବ ଏଠି ଦେଖିବାକୁ ମିଳିଲାଣି। ସେଇଭଳିଆ ଏଇ ସମସ୍ୟାରେ ଗ୍ୟାସ୍ ଆସୁନି। ଆଗରୁ କେମିତି ଗ୍ୟାସ୍ ଆସୁଥିଲା, ଆଗରୁ ଠିକ ଠାକ ଥିଲା, ଏବେ ଦିନକୁ କେତେ ଲୋଡ ଆସୁଥିଲା? ଆଗକୁ ଯାବେ 2ଟା 3ଟା ଲେଖା ପଳେଇ ଆସୁଥିଲା, ଆମର ମ୍ୟାନେଜମେଣ୍ଟ ହେଇଯାଉଥିଲା। ଏବେ ବହୁତ ରେୟାର ଆସୁଛି, ଦିନକୁ ଗୋଟେ ଲେଖା ଆସୁଛି। ଏବେ ଲୋଡ ଆଗରୁ ଯୋଉ ଲୋଡ କେତେ ଆସୁଥିଲା ଏବେ କେତେଟା ସିଲିଣ୍ଡର ଆସେ, ଆଗରୁ କେତେଟା ସିଲିଣ୍ଡର ଆସୁଥିଲା? ଆଗରୁ ତ ନାଇଁ ଆଗରୁ ସବୁ ଆସେ ଆମର 342 ଲେଖା ସବୁ ଗାଡିରେ ଆସେ, ଏବେ ସବୁ କମ ଆସୁଛି, ମାନେ ସେଇ ଆସୁଛି କିନ୍ତୁ ଆମେ ଧର 4ଟା ଲୋଡ ପକେଇଥିବୁ ଆମ ପାଖକୁ ଗୋଟେ ଲୋଡ ଆସିବ। କମର୍ସିଆଲ କଣ, କମର୍ସିଆଲ ବର୍ତ୍ତମାନ ବନ୍ଦ କରିବା ପାଇଁ କମର୍ସିଆଲ ଷ୍ଟାଟସ୍ କଣ ଅଛି? କମର୍ସିଆଲ